ମୁଁ ଶ୍ରେୟା ୱେଲକମ୍ କରୁଛି ମୋର ଆଉ ଗୋଟେ ଏକ ନୂଆ ମିନି ବ୍ଲଗ୍କୁ। ତ କିଛି ଦିନ ତଳେ ମୁଁ ଯାଇଥିଲି ଗୋଟେ ମୋର ରିଲେଟିଭ୍ଙ୍କର ଭୋଜି ମାନେ ବ୍ରତଘର ହେଉଥିଲା, ଯେହେତୁ ଆମର ବ୍ରାହ୍ମଣ ଘର ତ ସେଇଠି ବ୍ରତଘର ହେଉଥିଲା। ଇଏ ହେଉଛି ସିଏ ଯାହାର ବ୍ରତଘର ହେଉଥିଲା। ମୁଁ ସେଇଠୁ ଯାଉ ଯାଉ ଗୋଟେ ସିନଚାନ୍ ଡ୍ରିଙ୍କଟେ ପିଇଲି, ଦେନ୍ ତାପରେ ରୋଷଣୀ ଆରମ୍ଭ ହୋଇଗଲା। ମୁଁ ଗଲାବେଳକୁ ଟିକେ ଲେଟ୍ ହେଇଯାଇଥିଲା ତ ସେଥିପାଇଁ। ତ ଦୁଇଟା ବଣ ମଣିଷ ଆସିଥିଲେ, ଯେଉଁ ସେଇଟା ବ୍ଲାକ୍ଟା ସେ ବହୁତ ଫ୍ରେଣ୍ଡଲି ଥିଲା। ସିଲଭର ସହିତ ମୁଁ ଏତେ ମିଶିନଥିଲି, କିନ୍ତୁ ବ୍ଲାକ୍ଟା ବହୁତ ଫ୍ରେଣ୍ଡଲି ଥିଲା। ଆଉ ରୋଷଣୀ ବୁଲା ଆମର ଚାଲିଲା ବହୁତ ଧୁମଧାମରେ। ଆମେ ପୁରା ଡ୍ୟାନ୍ସ କଲୁ, ଆମ ପୁଅର ମୋର ପୁରା। ମୁଁ ଡ୍ୟାନ୍ସ କରୁନଥିଲି ତ ସମସ୍ତେ ଯେହେତୁ ନାଚିଲେ ମୋର ବି ଟିକେ ଇଚ୍ଛା ହେଲା, ପାଦ ଉଠିଲା ଗୀତ ବାଜିଲା ଖୁଣୁ। ତ ସେଥିପାଇଁ ମୋର ବି ଗୋଡ଼ ଉଠିଗଲା। ଆମ ପୁଅର ମୋର ଦେଖନ୍ତୁ କେମିତି ଡ୍ୟାନ୍ସ କରୁଛୁ। ତ ବହୁତ ସାରା ଡ୍ୟାନ୍ସ ବହୁତ ସାରା ମସ୍ତି କଲା ପରେ ଆମେ ମାନେ ବହୁତ ଥକି ଯାଇଥିଲୁ। ଆଉ କୁହନ୍ତୁନି ଏତେ ଥକି ଯାଇଥିଲୁ, ଦେଖନ୍ତୁ ଆମେ କେମିତି ହେଉଛୁ ଦୁଇ ଜଣ ଯାକ। ଦେନ୍ ଏତେ ସାରା ମସ୍ତି ମଜାକ ପରେ ଆମେ ଆସିଥିଲୁ ଖାଇବାକୁ। ଚାଟ୍ ଜଲେବି ବହୁତ ସାରା ଜିନିଷ ଖାଇଥିଲି, ସେସବୁ ସୁଟ୍ କରିବାକୁ ଗରମରେ ମୋର ଆଉ ମନ ନଥିଲା। ପାତୁଆ ପକୋଡ଼ା ଗୋଟେ ହେଇଥିଲା, ସାଧାରେ ପଣସ ପକୋଡ଼ା, ମାଛ, ଚିଙ୍ଗୁଡ଼ି, ଦହିବରା, ବହୁତ ସାରା ଜିନିଷ ହେଇଥିଲା। ଦେଖନ୍ତୁ ମୁଁ ଏଠି ଦୁଇଟା ଆଇସ୍କ୍ରିମ୍ ଧରି କେମିତି ହେଉଛି। ଆକ୍ଚୁଆଲି ଏଇଟା ମୋର ଫେଭରାଇଟ୍ଟା। ତ ଖାଇକି ଆମେ ସମସ୍ତେ ରାତି ଫେରିଲା ବେଳକୁ 10ଟା ହେଇଗଲାଣି। ତ ଏତିକି ରହିଲି, ଟାଟା ବାଇ ବାଇ।